ଆଜ୍ଞା କଣ କହିବେ ଆଜି ଲାଷ୍ଟ ବିଜେପି ଏବଂ ସନାତନୀ ନାଟକ ଆଜି ବାହାରୁଛି ହଉଛି ଷ୍ଟେଜ ହଉଛି ଏବଂ ସାଉଣ୍ଡ ଯୋଉ କୁହାଯାଉଛି ଲାଇଟ୍ କୁହାଯାଉଛି ଦମଦାର ଅଛି କଣ କହିବେ? ଦେଖନ୍ତୁ ଆପଣ ତ କହିସାରିଲେଣି ସବୁ କଥା। ଆଜି ଅପେରା ଯାଜ୍ଞସେନୀର ଶେଷ ନାଟକ ସନାତନୀ ଆଉ ଦିନେ ପରେ ଆମେ ମଞ୍ଚସ୍ଥ କରିବୁ ଏ ନାଟକକୁ। ଆଜି ତାର ଲାଷ୍ଟ ବିଜେଏମ୍। ଏତେ ବର୍ଷା ଏବେ ଦେଖିବେ ବିଜୁଳି ଘଡଘଡି ସତ୍ତ୍ୱେ ହଜାର ହଜାର ଦର୍ଶକ ତାହା ପ୍ରମାଣିତ କରିଦେଲେ। ସମସ୍ତେ ଅପେକ୍ଷା କରି ବସିଥିଲେ କେବେ ହବ ସନାତନୀ। ମୁଁ କହୁନି, ଆପଣଙ୍କ ଜ୍ୱଳନ୍ତା ଉଦାହରଣ ଦର୍ଶକ ଦେବତା ଯାହା ଆମେ ଦେଖୁଛୁ ସେଇଆ ଭାବୁଛୁ। ନାଟକ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହବ। ଆପଣମାନଙ୍କୁ ଅନୁରୋଧ ନାଟକଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସମସ୍ତେ ସମସ୍ତଙ୍କ ନାଟକ ଏକ ନମ୍ବର କହୁଛନ୍ତି, କିନ୍ତୁ ମୁଁ ଆପଣମାନଙ୍କୁ ଗୋଟେ ପ୍ରତିଶ୍ରୁତି ଦଉଛି ଏ ନାଟକ ସମସ୍ତ ନାଟକଠୁ ଭିନ୍ନ। ଆପଣ ଯେତେଟା ଯାତ୍ରା ପାର୍ଟି ଅଛି ସମସ୍ତଙ୍କ ନାଟକ କନସେପ୍ଟ ଗୋଟେ ଆଡେ ଆଉ ଆମ ଯାତ୍ରାର କନସେପ୍ଟ ଗୋଟେ ଆଡେ। এই ନାଟକରେ ରାଷ୍ଟ୍ରବାଦ ଏବଂ ହିନ୍ଦୁତ୍ୱକୁ ନେଇକି ସଂଳାପ ରହିଛି ଏବଂ କାହାଣୀ ରହିଛି। ନିଶ୍ଚିତ ନିଶ୍ଚିତ ସଂକ୍ଷେପରେ କହି ରଖୁଛି, ଏ ନାଟକଟିକି ଯୋଉ ଗୁରୁଜନ ମାନେ ଦେଖିବାକୁ ଆସିଥିବେ, ଯୋଉ ମା ମାଉସୀ ଭଉଣୀ ମାନେ ଦେଖିବାକୁ ଆସିଥିବେ, ଏ ନାଟକରେ ଏମିତି ଶିକ୍ଷଣୀୟ ଜିନିଷ ଅଛି ସେ ତାଙ୍କ ପରିବାରକୁ ଆଣିକି ଦେଖିବେ। ଏଇଥିପାଇଁ ଦେଖେଇବେ ସେ ଯାହା ଆମ ଭବିଷ୍ୟତ, ଆମ ପିଲାମାନେ, ଆମେ ଯାହାକୁ ତାଙ୍କୁ ମୁହଁରେ କଥାରେ କହି ବୁଝେଇ ପାରୁନୁ, ଆମ ଭିତରେ ଥିବା ଯୋଉ ଇଚ୍ଛାଟା ଆମେ ତାକୁ ବୁଝେଇ ପାରୁନାହାନ୍ତି, ଏଟାକୁ ନାଟ୍ୟ ରୂପାନ୍ତରଣ କରାଯାଇଛି। କାରଣ ଆଜିକାଲି ପିଲାମାନେ ବାହାରକୁ ଯାଉଛନ୍ତି, ଆବ୍ରୋଡରେ ରହୁଛନ୍ତି, ବହୁତ ମିସିଂ ଦେଖିବେ, ବହୁତ ମିକ୍ସିଂ କରିବେ, କଣ ଧର୍ମ କଣ ଜାତି କଣ, ଆମେ ସମସ୍ତେ ଭାଇ ଭାଇ। କିନ୍ତୁ ଅସଲରେ ଆମ ହିନ୍ଦୁ ହଉଛନ୍ତି ସେଇଭଳିଆ। ଆମ ହିନ୍ଦୁ ବହୁତ ସରଳ, ସେଥିପାଇଁ ସେମାନେ ସରଳତାରେ ସୁଯୋଗ ନେଇ ଯୋଉ ଅନ୍ୟ ଧର୍ମ ମାନେ ରହିଲେ ଆମ ଉପରେ ଟିକେ ହାବି ହେଇଯାଇଛନ୍ତି। ସେ ହାବିଟାକୁ କେମିତି ନାଟ୍ୟ ରୂପାନ୍ତରଣ ସହିତ କେମିତି ତାକୁ ଆମେ ପରିବେଷଣ କରିଛୁ, ଏ ନାଟକଟା ପ୍ରଥମ ସିନ୍ ନେଇକି ଶେଷ ଦୃଶ୍ୟ ପର୍ଯ୍ୟନ୍ତ କୋଉ ସିନ୍ ଟା କାହାକୁ କମ୍ ନୁହେଁ। ଆପଣ ଦେଖିଲେ ଏ ନାଟକଟି ଜାଣିପାରିବେ। ଆଉ ଏତିକି ମୋର ଅନୁରୋଧ ଦର୍ଶକ ଦେବତାଙ୍କୁ, ଆପଣ ଏ ନାଟକଟିକୁ ଦେଖନ୍ତୁ। ଆଉ ଏ ନାଟକଟି କେବଳ ଅପେରା ଯାଜ୍ଞସେନୀ ନୁହେଁ, ଏ ସମସ୍ତଙ୍କର ମାନେ ଏ ନାଟକଟି ପାଇଁ ରହିବା ଦରକାର, ସେଇଭଳିଆ ମନୋଭାବ ରହିବା ଦରକାର। ଏ ନାଟକଟିକୁ ପ୍ରଚାର ପ୍ରସାର କରିବା ଦରକାର, କାରଣ ଆମ ଜାତି ଧର୍ମ ଆମକୁ ନେଇ ନାଟକ। ଏ ନାଟକଟି ନିଶ୍ଚିତ ଦର୍ଶକ ଦେବତା ମନକୁ ଛୁଏଁ ବୋଲି ମୋ ଆଶା, ବିଶ୍ୱାସ, ଭରସା।